जय श्री जगन्नाथ भाई मैंने सर्वप्रथम गुरुदेव गणपति मो जगदम्बा प्रणाम करिया जे आम आस्ट्रोलोजी सेशन आरंभ करिबा। आस्ट्रोलोजी सेशन रो क्रम रे आमे आरंभ करथिले नक्षत्र सीरीज। नक्षत्र सीरीज रो क्रम रे आमे बहुत सारा नक्षत्र को कंप्लीट करथिले एवं सेही क्रम रे आउ मात्र हमर दुईटी नक्षत्र सीरीज हेबा बाकी थिला। सेही दुईटी नक्षत्र रहला उत्तर भाद्रपद एवं रेवती। एबे आमे उत्तर भाद्रपद नक्षत्र विषय पढ़िबा। नक्षत्र गुड़िक बहुत इंपोर्टेंट। वैदिक ज्योतिष काଳରେ ଯେତେବେଳେ କୌଣସି ମଡର୍ଣ୍ଣ ପ୍ରେଡିକ୍ସନ ଟେକ୍ନିକ ନଥିଲା, ନକ୍ଷତ୍ରକୁ ବେସ୍ କରିକି ହିଁ ପ୍ରେଡିକ୍ସନ କରାଯାଉଥିଲା। ଆଜି ବି ମଧ୍ୟ ଯୋଉ ବିଂଶୋତ୍ତରୀ ଦଶା ରହିଛି, ସେ ବିଂଶୋତ୍ତରୀ ଦଶା ବି ନକ୍ଷତ୍ରକୁ ବେସ୍ କରିକି ହିଁ ବନା ଯାଇଛି ଏବଂ ନକ୍ଷତ୍ର ଉପରେ ସବୁ ଜିନିଷକୁ ବେସ୍ କରାଯାଇକି ପ୍ରେଡିକ୍ସନ କୁ କରାଯାଉଥିଲା ବୈଦିକ ଯୁଗରେ। ତେଣୁ ମୋର କହିବାର ତାତ୍ପର୍ଯ୍ୟ ଏଇଆ କି ନକ୍ଷତ୍ରଟା ହଉଛି ବେସିକ ଜିନିଷ। ସେ ବେସିକ ଜିନିଷକୁ ମନେ ନିଜେ ଭଲ ଭାବରେ ମନେ ରଖିବା ଦରକାର ଏବଂ ଯଦି ଭଲସେ ଆପଣ ନକ୍ଷତ୍ରକୁ କ୍ୟାରେକ୍ଟରିଷ୍ଟିକ୍ସ ଗୁଡାକୁ ନ ଜାଣିବେ ତାହେଲେ ଆପଣଙ୍କୁ ପ୍ରୋବ୍ଲେମ ହବ। ତେଣୁ ମୁଁ ଏଇଆ କହି ରଖେ ଯେ ଆପଣ ମାନେ ସବୁ ତ ନକ୍ଷତ୍ରର ସବୁ କିଛି ଜିନିଷ ମନେ ରହିବ ନାହିଁ। ଆପଣ କିନ୍ତୁ ଯୋଉ ମେନ୍ ମେନ୍ କ୍ୟାରେକ୍ଟରିଷ୍ଟିକ୍ସ ଗୁଡିକ ରହିଛି ସେଗୁଡାକୁ ଯଦି ଆପଣ କୌଣସି ନକ୍ଷତ୍ରକୁ ରିସର୍ଚ୍ଚ କରୁଛନ୍ତି, ଯଦି ରହିଛି ସେଇ ନକ୍ଷତ୍ର ଗୁଡିକୁ ଆପଣ ଜାଣିବେ କୋଉ ନକ୍ଷତ୍ର କିଭଳି ଭାବରେ ଆକ୍ଟିଭ ହଉଛି ଆପଣଙ୍କୁ ସେଟା ଜାଣିବା ପାଇଁ ଇଜି ରହିବ। ତେଣୁ ଆଜି ଆମେ ଉତ୍ତର ଭାଦ୍ରପଦ ନକ୍ଷତ୍ର ପଢିବା। ନକ୍ଷତ୍ର ପଢିବା ପୂର୍ବରୁ ମୁଁ ଆହୁରି ଗୋଟେ କଥା କହି ରଖେ, ନକ୍ଷତ୍ର ଆପଣଙ୍କ କୁଣ୍ଡଳୀରେ ଯେକୌଣସି ଭାବର 12ଟା ଭାବରୁ ଯେକୌଣସି ଭାବରେ ଯେକୌଣସି ଗ୍ରହଟିଏ ବସିଛି, ସେ ଗ୍ରହଟି ଗୋଟିଏ ନକ୍ଷତ୍ରରେ ବସି। ତେଣୁ ନକ୍ଷତ୍ରର ଇମ୍ପୋର୍ଟାନ୍ସ ହେଲା, ନକ୍ଷତ୍ର ହଉଛି ବେସ୍। ନକ୍ଷତ୍ର ଯଦି ଫୁଏଲ ହେଲା, ସେଇ ଭାବର ଗାଡି ହଉଛି ସେଇ ଗ୍ରହ ଯୋଉ ନକ୍ଷତ୍ରରେ ସେ ଗ୍ରହଟି ବସିଛି। ତେଣୁ ଯଦି ଗୋଟେ ଏକ୍ସାମ୍ପଲ ନବା, ଯଦି କାହାର ଶୁକ୍ର ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ବସିଲା, ଉତ୍ତର ଭାଦ୍ରପଦ ନକ୍ଷତ୍ରକୁ ହେଡ କରନ୍ତି ଶନିଶ୍ଚର ମହାରାଜ। ଯଦି କାହାର ଶନିଶ୍ଚର ମହାରାଜଙ୍କ ଦଶା ଚାଲିଛି, ତାହେଲେ ଶୁକ୍ର ଯେହେତୁ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଅଛନ୍ତି, ତେବେ ଶୁକ୍ର ବି ବାଇ ଡିଫଲ୍ଟ ଆକ୍ଟିଭ ହେଇଯିବେ କୁଣ୍ଡଲି ଭିତରେ। ତେଣୁ ଏବଂ ଯଦି ଶୁକ୍ର ମହାଦଶା ଚାଲିଲା, ତେବେ ଶନିଶ୍ଚର ମହାରାଜ ଯେହେତୁ ଶୁକ୍ର ଶନିଶ୍ଚର ମହାରାଜଙ୍କ ନକ୍ଷତ୍ର ବସୁଛନ୍ତି, ଶନିଶ୍ଚର ମହାରାଜ ବି ବାଇ ଡିଫଲ୍ଟ ଆକ୍ଟିଭ ହେଇଯିବେ କୁଣ୍ଡଲି ଭିତରେ। ଏବଂ ବିଶ୍ୱାସ କରାଯାଏ ଯେ ଶୁକ୍ର ମହାଦଶାରେ ଯଦି ଶନିଶ୍ଚର ମହାରାଜ ବସୁଛନ୍ତି, ଏଇ ଟାଇମ ରେ ଯଦି କିଛି କମ୍ବିନେସନ ଗଡବଡ ଥାଏ, ଶନି ବା ଶୁକ୍ର ଯଦି ଅନ୍ୟ ପାପ ଗ୍ରହ ଯେମିତିକି ରାହୁ କେତୁ ଦ୍ଵାରା କିମ୍ବା ମଙ୍ଗଳ ଦ୍ଵାରା ପୀଡିତ ହେଇଥାନ୍ତି, ତାହେଲେ କୁବେର ଭଳି ଧନାଢ୍ୟ ବ୍ୟକ୍ତି ମଧ୍ୟ ବିକାରୀ ହେବାର ସମ୍ଭାବନା ଥାଏ। ତ ମୁଁ ଏଇଟା ଗୋଟେ ଏକ୍ସାମ୍ପଲ ଦେଲି ଆପଣଙ୍କୁ ନକ୍ଷତ୍ର ସିରିଜକୁ କ୍ଲିୟର କରିବା ପାଇଁ। ତେବେ ଚାଲନ୍ତୁ ଆମେ ଉତ୍ତର ଭାଦ୍ରପଦ ନକ୍ଷତ୍ର ବିଷୟରେ ଅ, ଜାଣିବା। ଏଇ ଉତ୍ତର ଭାଦ୍ରପଦ ନକ୍ଷତ୍ରକୁ ମାନେ ସେ ଉତ୍ତର ଭାଦ୍ରପଦ ନକ୍ଷତ୍ର ଲୋକମାନେ ସବୁବେଳେ ଅ ଚିନ୍ତିତ ରହନ୍ତି। କୌଣସି ଗୋଟେ କାମ କରିବେ ମାନେ ସେଥିରେ ସେ ବୁଡି ଯିବେ। ତେଣୁ ତାଙ୍କୁ ସବୁବେଳେ ଚିନ୍ତାର ନକ୍ଷତ୍ରଟା, ମାନେ ସେମାନେ ଚିନ୍ତିତ ରହନ୍ତି, କୌଣସି ନା କୌଣସି ଜିନିଷକୁ ନେଇକି ସଦା ସର୍ବଦା ଚିନ୍ତିତ ରହନ୍ତି। ତେଣୁ ମୋର କହିବାର ତାତ୍ପର୍ଯ୍ୟ ଏଇଆ ଯେ ଆପଣ ମାନେ ଯଦି ନକ୍ଷତ୍ରର ବେସିକ୍ସ ଗୁଡାକ ଜାଣିଥିବେ, ତାହେଲେ ସେ ନକ୍ଷତ୍ର କୋଉଠି ବସି କେମିତି କଣ ଅପରେଟ ହଉଛି ସେ ବିଷୟରେ ବି ଆପଣ ମାନଙ୍କୁ କ୍ଲିୟର ହେଇଯିବ। ତ ଚାଲନ୍ତୁ ଆମେ ଆରମ୍ଭ କରିବା ଉତ୍ତର ଭାଦ୍ରପଦ ନକ୍ଷତ୍ର ସ୍ପେସିଫିକେସନ ବିଷୟରେ। ଉତ୍ତର ଭାଦ୍ରପଦ ନକ୍ଷତ୍ରକୁ ଯେଉଁ ଦେବତା ରୁଲ କରନ୍ତି ସିଏ ହେଲେ ଅହିର୍ବୁଦ୍ଧାୟନ। ଏଇଟା ଦେଖିବାକୁ ଯେମିତି ପାଣିରେ ଯେମିତି ସାପ ଯାଏ, ପାଣିରେ ଯେମିତି ସାପ ଯାଏ ସେଇଭଳିଆ ଦେଖିବାକୁ ଏଇ ନକ୍ଷତ୍ରଟା। ସ୍ନେକ୍ ଇନ୍ ୱାଟର ବା କ୍ୱିନ୍ ବି ୟାଙ୍କୁ ରିପ୍ରେଜେଣ୍ଟ ବା ଜାଁଳା ବି ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରନ୍ତି। ଆଉ ଯୋଉ ଗ୍ରହ ଏଇ ନକ୍ଷତ୍ରକୁ ରିପ୍ରେଜେଣ୍ଟ କରନ୍ତି ସିଏ ହଉଛନ୍ତି ଶନିଶ୍ଚର ମହାରାଜ। ଧର୍ମ ଅର୍ଥ କାମ ମୋକ୍ଷ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଅଛି, କାମ ପୁରୁଷାର୍ଥ ଅଣ୍ଡରରେ ଏଇ ନକ୍ଷତ୍ର ଆସୁଛନ୍ତି। ଏଇ ନକ୍ଷତ୍ର ଗଣ ହଉଛି ମନୁଷ୍ୟ ଗଣ। ଏଇ ନକ୍ଷତ୍ରର ବର୍ଣ୍ଣ ହଉଛି କ୍ଷତ୍ରିୟ ବା ୱାରିୟର। କ୍ଷତ୍ରିୟ ହଉଛନ୍ତି ଏଇ ନକ୍ଷତ୍ରର ବର୍ଣ୍ଣ। ଏଇ ନକ୍ଷତ୍ରର ନିଜସ୍ୱ ତତ୍ଵ ହଉଛି ଆକାଶ ତତ୍ଵ। ଏବଂ ଯୋଉ ଭଗବାନ ତ୍ରିମୂର୍ତ୍ତି ଅଛନ୍ତି ଆମର ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଏଇ ନକ୍ଷତ୍ରକୁ ଭଗବାନ ବିଷ୍ଣୁ ରୁଲ କରନ୍ତି। ଏବଂ ଏଇ ନକ୍ଷତ୍ରର ଯୋଉ ପ୍ରାଣୀ ରିପ୍ରେଜେଣ୍ଟ କରେ ସେ ହଉଛି ଗାଈ। ଏଇ ନକ୍ଷତ୍ରକୁ ଯୋଉ ପକ୍ଷୀ ରିପ୍ରେଜେଣ୍ଟ କରେ ସେ ହଉଛି ପେଚା। ଏବଂ ଏଇ ନକ୍ଷତ୍ରକୁ ଯୋଉ ଗଛ ରିପ୍ରେଜେଣ୍ଟ କରେ ସେ ହଉଛି ନିମ୍ବ ଗଛ।
ଏବଂ ଯଦି କୌଣସି ପିଲା ଉତ୍ତର ଭାଦ୍ରପଦ ନକ୍ଷତ୍ର ଜନ୍ମ ହୁଏ, ତେବେ ତାହାର ଆଦ୍ୟ ଅକ୍ଷର ନାଁ ଦୁ, ଝ, ଝାମ୍, ଜ୍ଞ, ଥ ଏଇଭଳି ଭାବରେ ରଖିଲେ ସେଇ ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ଗୁଡିକୁ ସିଏ ପରିପୂରିତ କରିବ। ତ ଆଜିର ସେସନ ଆମେ ଜାଣିଲେ ଉତ୍ତର ଭାଦ୍ରପଦ ନକ୍ଷତ୍ର ବିଷୟରେ। ନେକ୍ସଟ ସେସନରେ ଆମେ ରେବତୀ ନକ୍ଷତ୍ର ବିଷୟରେ ଜାଣିବା। ସମସ୍ତଙ୍କୁ ଆଜିର ସେସନ ପାଇଁ ଏତିକି। ଜୟ ଶ୍ରୀ ଜଗନ୍ନାଥ।